ବାଲି ମାଫିଆଙ୍କ ପାଇଁ ପ୍ରଭାବିତ 12 ଗ୍ରାମ। ଓଡାପଡା ବ୍ଲକ ମୋଟଙ୍କା ଥାନା ଓ ଭୂଷଣ ଥାନା ଅଞ୍ଚଳରେ ବ୍ରାହ୍ମଣୀ ନଦୀରୁ ବେଆଇନ ବାଲି ଚୋରା ଚାଲାଣ ପାଇଁ 12ରୁ ଉର୍ଦ୍ଧ୍ବ ଗ୍ରାମ ପ୍ରଭାବିତ ହେବ। କୁରୁଣ୍ଟି, ଉଷପଙ୍ଗା, ମାନପୁର, କମଳାଙ୍ଗରେ ଥିବା ବାଲିଘାଟରୁ ଦୈନିକ 50ରୁ 100 ହାଇୱେ ଲୋଡ ବାଲି ଚୋରା ଚାଲାଣ କରି କୋଟି କୋଟି ଟଙ୍କା ରୋଜଗାର କରୁଥିବା ଅଭିଯୋଗ ହୋଇଛି। ଥାନା ବାବୁମାନେ ସାଧାରଣ ଦୋଷୀ ଦଣ୍ଡ ଦେଉଥିବା ବେଳେ ବାଲି ମାଫିଆଙ୍କୁ ଛାଡ କରୁଥିବା ଅଞ୍ଚଳବାସୀଙ୍କ ବିଷୟ କରିଛି। କମଳାଙ୍କଠାରୁ କୁରୁଣ୍ଟି ପର୍ଯ୍ୟନ୍ତ ବେଆଇନ ବାଲି ଭଳି ବାଲି ଗଦା ହୋଇଛି। ଏହା କିପରି ତହସିଲଦାର, ପୁଲିସ ଓ ଖଣି ବିଭାଗକୁ ଦେଖାଯାଉନାହିଁ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। କିଛି ବାଲି ମାଫିଆ ଅଞ୍ଚଳରେ ଗୁଣ୍ଡାରାଜ ସହ ଆତଙ୍କ ଖେଳାଉଛନ୍ତି। ବାଲି ମାଫିଆ ପାଇଁ ନିକଟରେ ମାନପୁର ଗ୍ରାମର ଜଣେ ଡ୍ରାଇଭର ନଦୀରେ ଭାସିଯାଇ ମୃତ୍ୟୁବରଣ କରିଛି। ନଦୀ କୂଳରୁ ମେସିନ ଯୋଗେ ବାଲି ଖୋଳା ଯାଉଥିବାରୁ ବର୍ଷା ଜଳ ବ୍ରାହ୍ମଣୀ ବଢି ପାଣି କୂଳ ଖାଇଯିବାର ସମ୍ଭାବନା ଅଛି। ବ୍ରାହ୍ମଣୀ ନଦୀ କୂଳରେ ଶହ ଶହ ବସ୍ତି ବାସିନ୍ଦା ଥିବାବେଳେ ବାଲି ମାଫିଆଙ୍କ ପାଇଁ ଗ୍ରାମବାସୀ ବିପଦ ମୁହଁରେ ପଡିବେ ବୋଲି ଅଭିଯୋଗ ହେଉଛି। ମୁନାଫାଖୋର ଅଫିସର ଓ ବାଲି ମାଫିଆଙ୍କୁ ଶୀଘ୍ର ଲୋକ ଲଗାଇବାକୁ ହିନ୍ଦୋଳ ବିଧାୟକ ଓ ମଣିପୁର ମୁଖ୍ୟମନ୍ତ୍ରୀ ହିନ୍ଦୋଳ ବାଲି ମାଫିଆଙ୍କ ବିରୋଧରେ ଶୀଘ୍ର ପଦକ୍ଷେପ ନେବାକୁ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଦାବି କରିଛନ୍ତି।